କ'ଣ ଆପଣମାନେ ଜାଣିଛନ୍ତି ବାଲିମେଳା ଯେଉଁଟା ପାୱାର ହାଉସ୍ରେ ପାଣି ଯାଉଛି ସେଇଟା ଆକ୍ଚୁଆଲି କେଉଁଠିରୁ ଯାଉଛି ଆପଣମାନେ ଜାଣିଛନ୍ତି କି ନାହିଁ? ତ ପ୍ରାୟ ଲୋକ ତ ଜାଣିଥିବେ ଆଉ ପ୍ରାୟ ଲୋକ ଜାଣି ବି ନାହାନ୍ତି। ସେଇଟା ହେଉଛି ଆମର ବାଲିମେଳା ଯେଉଁଟାକି କୁହନ୍ତି ଡ୍ୟାମ୍ ଅଛି ଗୋଟେ ଡାଇ 1 ଡାଇ 2 ଡାଇ 3 ବୋଲିକି ଅଛି। ତ ସେଠାରୁ ପାଣି ଯାଉଛି ପାୱାର ହାଉସ୍କୁ ବାଲିମେଳା ଯେଉଁଠି। ଆଉ ବର୍ତ୍ତମାନ ଅଛି ସେଇ ଜାଗାରେ ହିଁ। ତ ଦେଖିପାରୁଥିବେ ତ ଏଇଟା ଦେଖିପାରୁଥିବେ ଏଇଟା ହେଉଛି କେନାଲ କରାହେଇଛି ଡାଇ 1 ଟୁ ମାନେ ଟନେଲ୍ କେପ୍ ବୋଲିକିନା ନାଁ ଶୁଣିଥିବ। ସେଇଠି ଏଇଟା ଡାଇ 1ରୁ ଏପଟେ କେନାଲ କରିକି ଆଣିଛନ୍ତି ପାଣି ଯେଉଁଟା ଡ୍ୟାମ୍ରୁ। ତ ନମସ୍କାର ଭାଇ ଭଉଣୀମାନେ, ସ୍ୱାଗତ କରୁଛି ମୁଁ କବିନ୍ଦ୍ର ଆଜିର ନୂଆ ବ୍ଲଗ୍ରେ। ତ ବହୁତ ଦିନ ହେଲା ଆକ୍ଚୁଆଲି ଭିଡ଼ିଓ ଆସିନି, କାହିଁକିନା ଦେହ ଖରାପ ଥିଲା। ଆଉ ବହୁତ ଦିନ ପରେ ଗୋଟେ ଜାଗାକୁ ବୁଲାବୁଲି କରିବା ପାଇଁ ଆସିଛୁ ଯେହେତୁ। ତ ଚାଲ ସେଠିକାର ଜାଗା କେମିତି ଅଛି ଆଜି ଆପଣମାନେ ଜାଣିବେ। ତ ବର୍ତ୍ତମାନ ହେଇଛି ଏବେ ସକାଳ 8ଟା ବାଜୁଛି, ଯେହେତୁ ଆମେ ଗାଧୋଇବା ପାଇଁ ଆସିଥିଲୁ ସେଠି। ତ ମର୍ଣ୍ଣିଂର ଭ୍ୟୁଟା କେମିତି ଟିକେ ଦେଖ। ଆଉ ଏଇଟା ତ ଏବେ ପାଣି ଶୁଖିଯାଇଛି, ଦେଖିପାରୁଥିବେ ଏଇଟା ଏଇ ଜାଗା ଅଛି, ତାପରେ ସେଠି ବି ଅଛି ସେଇଟା ବୁଡ଼ି ଯାଇଥିବ, ଯେଉଁଟାକି ଏବେ 10ରୁ 15 ଫୁଟ ସେଇଟା ହାଇଟ୍ ଅଛି, ସେଇଟା ବି ବୁଡ଼ିଯିବ ମାନେ ବର୍ଷାରେ। ମାନେ କେତେ କ'ଣ ଇଏ ଅଛି ଦେଖ। ଆଉ ଏଇଟା ବି ସବୁ ଏମିତି କିଛି ବୁଡ଼ିଯିବ। ଆଉ ଏଇ ଏରିଆରେ ଏମିତି କିଛି ୱାଲ୍ କରାହେଇଥିଲା, ଯେମିତିକି ଏଇଠି କରାହେଇଛି ଯେମିତି ୱାଲ୍ ଦେଖି ଏଇଟା ଯେମିତିକି ୱାଲ୍ କରାହେଇଛି ସେମିତି ଏପଟେ କରାହେଇଥିଲା। ସବୁଆଡ଼େ ଏଇଟା ଭାଙ୍ଗି ଯାଇଛି ପାଣି ବାଜିକି। ମାନେ ପାଣିର ପାୱାର କ'ଣ ଜାଣିପାରିଲ ତ, ମାନେ ପଥର ବି ଭାଙ୍ଗି ଯାଉଛି। ଆଉ ଏଇଟା ହେଉଛି ସେଇ ଜାଗା ଯେଉଁଠିକି ଏଇ ଜାଗାରୁ ପାଣି ଯାଇକି ଯେଉଁଟାକି କରେଣ୍ଟ ତିଆରି ହେଉଛି। ତ କେମିତି କ'ଣ ବନେଇଛନ୍ତି ସେଇଟା ତ ଆମେ ଦେଖିନୁ, କାହିଁକିନା ଏଇଟା ଏବେଠୁ ନୁହଁ, ପ୍ରାୟ ମାନେ ଆମମାନେ ତ ଜନ୍ମ ନ ହେଇଥିଲୁ ସେ ଟାଇମ୍ରେ, ଯେବେ ମାନେ ସେତେବେଳେ ବ୍ରିଟିଶ ସରକାର ଥିଲେ ନା କିଏ ଥିଲେ ସେ ଟାଇମ୍ରେ ବୋଧେ ବନେଇଥିଲେ। ଆଉ ସେ ବେଳର ସିମେଣ୍ଟ ଇଏ ବୋଲିକିନା ଏବେ ଯାଏଁ ରଡ଼୍ ବୋଲିକିନା ଏବେ ଯାଏଁ ଅଛି, ନହେଲେ ପାଣିରେ ପୁରା ଜମ୍ପ ଖାଇକି ସରିଯାଇଥାଏ। ଦେଖ ଏମିତି କିଛି ବନା ହେଇଛି। ଏଇଟା ହେଉଛି ଏଇଟା ଏପଟେ ନାଳ କରି କେନାଲ ଟାଇପ୍ର କରିକି ଏପଟେ ପାଣି ଯାଉଛି। ପାଣିର କେମିତି ଭାସୁଛି ଦେଖିପାରୁଥିବେ। ଏଇଟା ଏମିତି କିଛି ଅଛି। ଏଇଠି ପାଖାପାଖି 30ରୁ 40 ଫୁଟ ଗାଢ଼ା ଅଛି। ଆଉ ଲୋକମାନେ କହୁଛନ୍ତି କି ଏଇଟା ମାନେ ପଥର ଇଏ ସିଏ ପଡ଼ିକି କାଥ ମାନେ ଏଇଟା ଅଧା ପୋତି ହେଇଗଲା, ନହେଲେ ପୁରା ପାଣି ସ୍ପିଡ଼ଲି ଯାଉଥିଲା ଏଠି। ସେମିତି କିଛି ଅଛି। ଆଉ ଏଇଠି ଦୁଇଟା ଇଏ କରାହେଇଛି ପାଣି, ଯେଉଁଠିକି ଏଠି ତ ନା ଏଇଟା ପୁରା ଏଇ ଜାଗାଟା ରାଉଣ୍ଡ ଅଛି, ଏବେ ରାଉଣ୍ଡ ଅଛି କିନ୍ତୁ ଏଠି ପାଣି ଯାଉନି। ସେ ଦୁଇଟା ଗେଟ୍ ଭଳିଆ ଲାଗିଛି ତାଇଁରେ, ସେ ତଳେ ଏଇଟା ତ ଉପରେ ଏଇଟା ଖାଲି ପାଣି ଜମିଛି, ତାପରେ ସେପଟେ ପାଣି ଯାଉଛି। ଏଇଟା ଗେଟ୍ ବୋଧେ। ଏଇଟା କେମିତି ଇଏ ଅଛି ଦେଖ, ମାନେ ବନ୍ଧ ଭଳିଆ ଏଇଟା ବନେଇଛନ୍ତି। ଆଗରେ ତ ମେସିନ୍ ଫିସିନ୍ ନଥିଲା, ତ କେମିତି କ'ଣ କରୁଥିଲେ। ଆଉ ଏଇଟା ଏବେ ଏଇଟା ଆଜିକା ରୋଡ଼ ନୁହଁ ହେଲା, ବହୁତ ବର୍ଷର ରୋଡ଼। ପାଣି ଏଇଟା ମାନେ ବର୍ଷା ବେଳେ ଏଇଟା ପୁରା ଫୁଲ୍ ହେଇଯାଇଥିବ। ଏଇଟା ଟିକେ ଟିକେ ଦେଖାଯାଉଥିବ, ମାତ୍ର ଏଇଟା ସବୁ ବୁଡ଼ି ଯାଇଥିବ। ଏଇଟା ସବୁ ବୁଡ଼ି ଯାଇଥିବ କାହିଁକି ନା ପାଣି ବେଶୀ ହେଲେ ଏଇଟା ୱାଲ୍ କରୁଥିଲେ। ଦେଖ ଏଇଟା ସବୁ ପାଣିରେ ସବୁ ଭାଙ୍ଗି ଯାଇଛି। ଏତେ ବର୍ଷ ହେଲାଣି, ପାଖାପାଖି କେତେ ବର୍ଷ ପାଖାପାଖି ହେଲାଣି ଲୋକ ଏଇଟା ତ ଆମେ ଜାଣୁନା ନେଇକି। ମାନେ ଦେଖ, ମାନେ ଏଇଟା ବି ପୁରା ପାଣି ଭର୍ତ୍ତି ହେଇଯିବ ବର୍ଷା ଟାଇମ୍ରେ। ସେଇ କାନ୍ଥ ଦେଖାଯାଉଛି, ସେଠୁ ଏମିତି ଲାଗିକିନା ରହେ। ଆଉ ଏଇଠି ଗାଈଗୋରୁ ମାନେ ବି ସେଠି ଗେଟ୍ ଅଛି, ଗୋଟେ ଗେଟ୍ ଖୋଲି ଦେଉଛନ୍ତି, ଗାଈଗୋରୁ ମାନେ ପଶୁଛନ୍ତି। ବାଇଚାନ୍ସ ଯଦି ସେ ତଳେ ପଡ଼ିଯିବେ, ହଁ ସେ ତଳେ ପଡ଼ିଯିବେ, ଆଉ ତ ବାର ସିନ୍ ବି ନାହିଁ, କାହିଁକିନା ଇଟ୍ରୁ ଆକାଶ ଅଛି 20ରୁ 15 ଫୁଟ 30 ଫୁଟ ପାଖାପାଖି ଗାଢ଼ା ଅଛି। ସେପଟେ ଦେଖିପାରୁଥିବେ, ସେଠି ଯଦି ପଡ଼ିଲେ ଆଉ କିଏ ଏଠି ପାର କରିବେ ଭାଇ କୁହ। ସେଇଟା ପାଇଁ ଏଇଠିକାର ସିକ୍ୟୁରିଟି ବି ମାନେ ରଖିନାହାନ୍ତି। ଏତେ ବଡ଼ ଇଏ ଜାଗାରେ ସିକ୍ୟୁରିଟି ବି ନାହିଁ, କିଏ ଦେଖାଶୁଣା କରିବ। ଏଇଟା ବୋଧେ କିଛି ମେସିନ୍ ଫିସିନ୍ ବୋଧେ ରଖିଛନ୍ତି।
ବହୁତ ବର୍ଷ ହେଇଯାଉଛି ଏମିତି କିଛି ମେସିନ୍ ଏଇଟା ରଖାହେଇଛି ବହୁତ ବର୍ଷ ହେଲାଣି। ଏଇଟା ବୋଧେ ସେଇ ତଳେ ଲଗେଇବ ଗେଟ୍ରେ ମାନେ ପାଣି ଯିବା ପାଇଁ ଯେଉଁଟା ଆମର ଟନେଲ୍ ନା କ'ଣ କହିବେ ପାଇପ୍ ଲାଗିଛି ତାହିଁରେ ଯିବାଟା ପାଣି ଆଉ ଏମିତି କିଛି ଏଇଟା ହେଉଛି ରେଷ୍ଟ ହାଉସ୍ ଭଳିଆ ଯେଉଁଟାକି ଆରାମସେ ଲୋକମାନେ ବି ରହିପାରିବେ। ତ ଏଠି ଗୋଟେ ନିହାତି ସିକ୍ୟୁରିଟି ଗୋଟେ ଦରକାର ଥିଲା କାହିଁକିନା ସେ ତଳେ ଯେଉଁଟା ପାଣି ଅଛି ସେ ଜାଗାରେ ଦେଖାଶୁଣା କରିବାକୁ ବାଇଚାନ୍ସ କେତେବେଳେ କ'ଣ ହେଇଯାଇପାରେ ସେଥିପାଇଁ ଏପଟେ ପାଣି ପାଇଁ ଇଏ ନିଆଯାଇଛି ଦୁଇଟା ଇଏ କରିକି ଦେଖ ଭିତରେ ଅଛି ସେଇଟା ତ ପାଣି ଯାଉଛି ଦେଖିପାରୁଥିବେ କେତେ ତଳେ ମାନେ ଏଇଠୁ ପାଖାପାଖି 40 ଫୁଟ ହବ ଚଢ଼େଇ ମାନେ ବି ଅଛନ୍ତି ଦେଖ କେତେ ଅଛନ୍ତି ସେଇ ଜାଗାରେ ଏମିତି କିଛି ପାଣି ଯାଇଛି। ଏଇଟା ହେଉଛି ଦୁଇଟା ଟନେଲ୍ କରାହେଇଛି ପାଣି ଯିବା ପାଇଁ ଏଇଟା ଗୋଟେ ଆଉ ଏଇଟା ଆଉ ଯିବା ପାଇଁ କିଛି ସିଡ଼ି ବି କରାହେଇଛି ଏଇଠି ତଳେ ଯାଇକିନା ଦେଖିପାରିବେ ଭାଇ କିଏ ଯିବ ତାଙ୍କୁ ଆକା ଜଣା ଏଠି ଯିବାକୁ ଆମକୁ ଯିବାକୁ ହେଲେ ବହୁତ ଡର ବି ଲାଗିବ ଯେତେବେଳେ କରେଣ୍ଟ ତିଆରି କରୁ ମାନେ ଏଇଟା ପାଇଁ କରାହେଉଥିଲା ସେ ଟାଇମ୍ର ଏଇଟା ମେସିନ୍ ଯାକ ଲାଗିଛି ବଡ଼ ବଡ଼ ରସି ଭାଇ ଏଇଟା ଦୁଇଟା ଅଛି ଏଇ ଦୁଇଟାରୁ ପାଣି ଏତେ ସ୍ପିଡ଼ଲି ଯାଉଛି କହିବାକୁ ନାହିଁ ଏମିତି କିଛି ଏପଟେ ଯାଇଛି ଆଉ ଏଠୁ ଜାଗା ବି ଅଛି ଯଦି ଚାହିଁଲେ ଏଠି ପାର୍କ ଭଳିଆ ବି ବନେଇ ପାରିବେ ଟିକେ କିଛି ଘାସ ଫାସ ଲଗେଇକି ଫୁଲ ଗଛ ଏମିତି କିଛି ଏଇଟା ଗୋଟେ ପାଣି ପାଇଁ ଇଏ କରିଥିଲେ ଯେ ଏଇଠି କେୟାର ନେବା ଟୋଟାଲି ନାହିଁ ତ ଦୟାକରି ଏଠି ଟିକେ ଧ୍ୟାନ ଦିଅନ୍ତୁ ହେଲା ସିକ୍ୟୁରିଟି ବି ରଖିକି ଜାଗାକୁ ଟିକେ ଭଲସେ ରଖିବାକୁ ଚେଷ୍ଟା କରି ଟିକେ ଭଲ ହେଇଥାନ୍ତା ଆଉ।